କୃତଘ୍ନ କୁମ୍ଭୀର। ପିଲାଟିଏ ନଈ କୂଳରେ ଏକା ଏକା ଖେଳୁଥିଲା। ଏତିକି ବେଳେ ସେ ଶୁଣିଲା କିଏ କାନ୍ଦୁଛି। ଉଁ ଉଁ ଉଁ। ସେ ନଈ ପାଣିକୁ ଚାହିଁଲା। ଦେଖିଲା କୂଳକୁ ମୁହଁ ଦେଖାଇ କୁମ୍ଭୀରଟିଏ କାନ୍ଦୁଛି। ପିଲାଟିକୁ ଦେଖି କୁମ୍ଭୀର ବଡ଼ ବିକଳରେ କହିଲା, ହେ ଟିକି ଭାଇ, ଇଆଡ଼କୁ ଟିକେ ଆ। ଦେଖିଲୁ, 2 ଦିନ ହେଲା ମୋ ଦାନ୍ତ ସନ୍ଧିରେ ଗୋଟେ କଣ୍ଟା ଲାଗିଯାଇଛି ଯେ ମୁଁ ଭାରି କଷ୍ଟ ପାଉଛି। ସେଇଟିକୁ ତୁ ଯଦି ବାହାର କରିଦିଅନ୍ତୁ ମୁଁ ଆରାମ ପାଆନ୍ତି। ତା ସାଙ୍ଗେ ସାଙ୍ଗେ ତୋତେ ଗୋଟିଏ ବଢ଼ିଆ ପେଁକାଳି ଦିଅନ୍ତି। ଏମିତି ପେଁକାଳି ଯେ ତୁ କେଉଁଠି ଦେଖିନଥିବୁ। ପିଲାଟି ପ୍ରଥମେ ଡରିଗଲା, କିନ୍ତୁ କୁମ୍ଭୀରର କାନ୍ଦଣା ସେ ସହିପାରିଲା ନାହିଁ। ସାହସ କରି ତା ପାଖକୁ ଯାଇ ଦାନ୍ତ ସନ୍ଧିରୁ କଣ୍ଟାଟି ଟାଣି ବାହାର କରିଦେଲା। କୁମ୍ଭୀରକୁ ବେଶ ଆରାମ ଲାଗିଲା। ପିଲାଟି କହିଲା, ପେଁକାଳି ଦବୁ ପରା, ଦେ। କୁମ୍ଭୀର 2 ଫାଳ ଯାକ ଦାନ୍ତ ଦେଖାଇ ଦେଇ କହିଲା, ହେ ହେ ହେ, କେଡ଼େ ଉଲାଟାଏ କିରେ। ପେଁକାଳି କ'ଣ ମୁଁ ହାତରେ ଧରିକରି ବୁଲୁଛି? ପାଣିରେ ଭାସିଯିବ, ବାଲିରେ ହଜିଯିବ। ଆ, ମୋ ପିଠିରେ ବସ୍। ନଈ ସେପାରି ଜାମୁ ଗଛ ତଳେ ମୁଁ ତାକୁ କାଇଦାରେ ରଖିଛି। ସେଇଠିକି ଗଲେ ତୋତେ ଦେବି। ଆ, ମୋ ପିଠିରେ ବସ୍, ଡେରି କର ନାହିଁ। ପେଁକାଳି ଲୋଭରେ ପିଲାଟି କୁମ୍ଭୀର ପିଠିରେ ବସିଗଲା। ନଈ ପାଣି କଳା ଘୁମର, ସୁଅ ପଡ଼ିଛି କାହିଁରେ କ'ଣ। ଠିକ୍ ମଝି ନଈରେ ହୋଇଛି କୁମ୍ଭୀର କହିଲା, ମୁଁ ତୋତେ ଖାଇବି। ପିଲାଟି କହିଲା, ହେଁ, ଏ କି କଥା କହୁଛ? ମୁଁ ତୁମର ଉପକାର କଲି, ତମେ କହୁଛ ମୋତେ ଖାଇବ? କୁମ୍ଭୀର ଖୁବ୍ ଜୋରରେ ହସିଲା। ତା ହସରେ ଯେମିତି ନଈ ପାଣି ଉଛୁଳି ପଡ଼ିଲା। ସେ କହିଲା, ଉଲା, ମୋ କଥାରେ ବିଶ୍ୱାସ କରି ନଈ ଭିତରକୁ ଆସିଛୁ ପେଁକାଳି ନେବୁ ବୋଲି? ଭାରି ଭୋକ ହେଲାଣି, ତୋତେ ଆଗ ଖାଇସାରିଲେ ଯୋଉ କଥା। ପିଲାଟି ମନରେ ଭୟ ହେଲା। ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ସତରେ ତୁମେ ମୋତେ ଖାଇବ? ଏହା ବଡ଼ ଅନ୍ୟାୟ କଥା। ତେବେ ଖାଇବା ଆଗରୁ 3 ଜଣଙ୍କୁ ପଚାରିବା। ସେମାନେ ଯଦି କହିବେ ତୁମେ ଠିକ୍ କରୁଛ, ତାହେଲେ ତୁମେ ମୋତେ ଖାଇବ। କୁମ୍ଭୀର ଜାଣିଥିଲା ମଣିଷ ସପକ୍ଷରେ କେହି କହିବେ ନାହିଁ, କାରଣ ମଣିଷ ଭାରି ଦୁଷ୍ଟ। ତେଣୁ ସେ ପିଲାର କଥାରେ ରାଜି ହୋଇଗଲା। କହିଲା, ଭଲ କଥା, ତାହେଲେ ଚାଲ। ଏତିକି ବେଳେ ସେମାନେ ଦେଖିଲେ ନଈ ମଝିରେ ଗୋଟିଏ ଟୋକେଇ ଭାସି ଆସୁଛି। ପିଲାଟି ତାକୁ ଡାକିଲା, ଟୋକେଇ ଭାଇ, ଆମ କଳିଟା ଦିଅ ତୁଟେଇ। ଟୋକେଇ ପାଖକୁ ଆସି ପଚାରିଲା, କଥା କ'ଣ? ପିଲାଟି କହିଲା, କୁମ୍ଭୀର ଦାନ୍ତ ସନ୍ଧିରେ ଗୋଟିଏ କଣ୍ଟା ପଶି ସେ ବଡ଼ କଷ୍ଟ ପାଉଥିଲା। ମୁଁ କଣ୍ଟା କାଢ଼ି ତାର ଜୀବନ ରଖିଲି। ସେ ଜବାବ କରିଥିଲା ମୋତେ ଗୋଟିଏ ବଢ଼ିଆ ପେଁକାଳି ଦେବ ବୋଲି। ନଈ ସେପାରେ ପେଁକାଳି ରଖିଛି ବୋଲି କହି ମୋତେ ସେ ପିଠିରେ ବସାଇ ନେଇଯାଉଥିଲା। ଏବେ ମଝି ନଈରେ କହୁଛି ଖାଇବ ବୋଲି। ଭାବି କରି କହ ତ, ଏହା କେଡ଼େ ଅନ୍ୟାୟ କଥା। ଟୋକେଇ ବିଚାରା ଆଜି ପର୍ଯ୍ୟନ୍ତ କୌଣସି ମଣିଷ ସହିତ କଥାବାର୍ତ୍ତା ହୋଇନଥିଲା। ସେ କହିଲା, ଏ ଯୁଗରେ ଗୋଟିଏ ନ୍ୟାୟ ଅନ୍ୟାୟ କ'ଣ? ମୁଁ ଯେତେବେଳେ ନୂଆ ଥିଲି, ମାଲିକ ମୋତେ ଭାରି ଆଦର କରୁଥିଲା। ମୁଁ ତାର ବହୁତ କାମ କଲି। ଯେମିତି ପୁରୁଣା ହୋଇଗଲି, ଦେହ ହାତ କଣା ହୋଇଗଲା, ସେ ମୋତେ ନଈ ମଝିକୁ ଫୋପାଡ଼ି ଦେଲା। ମୋର ସାହା ଭରସା କେହି ନାହିଁ। ଏମିତି ଭାସି ଭାସି ଯାଉଛି, କେଉଁଠି ପଡ଼ିବି କେଉଁଠି ମରିବି ତାର ଠିକଣା ନାହିଁ। ମଣିଷ ଭଳି ଖରାପ ଜୀବ ଏ ଦୁନିଆରେ ଆଉ କେହି ନାହିଁ। ତାକୁ ଖାଇଲେ କିଛି ଦୋଷ ନାହିଁ। ଟୋକେଇ ଭାସି ଭାସି ତା ବାଟରେ ଚାଲିଗଲା। କୁମ୍ଭୀର କହିଲା, ସାଙ୍ଗ, ଶୁଣିଲୁ ତ ଟୋକେଇ କଥା? ଏବେ ଆଉ କ'ଣ କହିବାର ଅଛି କହ। ପିଲାଟି କହିଲା, ଠିକ୍ ଅଛି, ଆଉ ଜଣକୁ ପଚାର। ଏତିକି ବେଳେ ଗୋଟିଏ ଛିଣ୍ଡା କୁର୍ତ୍ତା ଭାସି ଯାଉଥିଲା। ତାକୁ ଦେଖି ପିଲା କହିଲା, ଛିଣ୍ଡା କୁର୍ତ୍ତା, ଭଲ କି ମନ୍ଦ ଏକଥା ବତା। ଯିଏ ଉପକାର କରେ ପରର, ପର ପୁଣି ନିଏ ଜୀବନ ତାର। ଛିଣ୍ଡା କୁର୍ତ୍ତା କହିଲା, କଥା କ'ଣ? ପିଲାଟି ସବୁ କଥା କହିଲା। ହେଲେ ଛିଣ୍ଡା କୁର୍ତ୍ତା ପିଲାକୁ ସାହାଯ୍ୟ କଲା ନାହିଁ। ସେ କହିଲା, ଭାଇ, ଦୁନିଆରେ ଭଲ ମନ୍ଦ କଥା କ'ଣ କହୁଛ? ମୋ ଅବସ୍ଥା ଦେଖୁଛ? ମୁଁ ଯେତେବେଳେ ନୂଆ ଥିଲି, ମାଲିକ ମୋତେ ଆଦର କରୁଥିଲା। ମୁଁ ତାର ବହୁତ ସେବା କଲି। ଖରା ବର୍ଷା ଶୀତ କାକରେ ତା ଦେହକୁ ଜଗି ରହିଲି। କିନ୍ତୁ ଯେମିତି ପୁରୁଣା ହୋଇଗଲି ଓ ମୋର ଦେହ ହାତ କଣା ହୋଇଗଲା, ସେ ମୋତେ ମଝି ନଈକୁ ଫୋପାଡ଼ି ଦେଲା। ଏବେ ତ ସୁଅ ମୁହଁରେ ଭାସି ଯାଉଛି। ମଣିଷକୁ ବିଶ୍ୱାସ କ'ଣ? ତାକୁ ଖାଇଲେ ଦୋଷ ନାହିଁ। କୁମ୍ଭୀର ଭାରି ଖୁସି ହୋଇଗଲା ଏକଥା ଶୁଣି। କହିଲା, ଟିକି ଭାଇ, ଭାରି ଭୋକ ହେଲାଣି, ଆଉ ସମ୍ଭାଳି ପାରିବି ନାହିଁ। ଏଥର ତୋତେ ଖାଇ ଭୋକ ମେଣ୍ଟାଇବି। ପିଲାଟି କହିଲା, ହଉ, ତୁମେ ତ ମୋତେ ଖାଇବ, ତେବେ ଆଉ ଜଣେ ବାକି ରହିଲା, ତାକୁ ପଚାରି ଦେଇ ଖାଅ। ଏତିକି ବେଳେ ନଈକୂଳ କୁଆବୁଦା ପାଖରେ ଗୋଟିଏ ବିଲୁଆ ଠିଆ ହୋଇ ଗୀତ ଗାଉଥିଲା, ହୁକେ ହୋ ହୁକେ ହୋ। ପିଲାଟି ତାକୁ ଦେଖି ଡାକିଲା, ବିଲୁଆ ନନା, ମୋ ଦୁଃଖ ଆଡ଼େ ଟିକେ ଅନାଅ। କୁମ୍ଭୀର ମୋତେ ଖାଇବ ବୋଲି ନେଉଛି। ଆମ କଳି ଟିକେ ତୁଟାଇ ଦିଅ। ବିଲୁଆ ମୁହଁ ଟେକି ଚାହିଁଲା। କହିଲା, ଏତେ ଦୂରରେ ଏମିତି ପାଟି କରୁଛ କାହିଁକି? ଟିକେ ପାଖକୁ ଆସି କ'ଣ ହେଇଛି କହ। କୁମ୍ଭୀର ପିଲାକୁ ଧରି ପହଁରି ପହଁରି କୂଳକୁ ଆସିଲା। ପିଲାଟି ତାର ସମସ୍ତ କଥା କହିଗଲା। କୁମ୍ଭୀର ଚୁପଚାପ ଥାଏ। ସେ ଭାବୁଥାଏ ବିଲୁଆ ନିଶ୍ଚୟ କହିବ ଖାଇବାକୁ। ସେ ତରତର ହୋଇ କହିଲା, ଏ ବିଲୁଆ, ଜଲ୍ଦି କହ, ମୁଁ ଏ ପିଲାକୁ ଖାଇବି ନା ନାହିଁ? ମୋତେ ଏକା ଭାରି ଭୋକ ହେଲାଣି।
ବିଲୁଆ କଥାଟିକୁ ବେଶ ଅନୁମାନ କରିନେଲା। ସେ କହିଲା, ଭାଇ ମୁଁ ବୁଢ଼ା ହେଲିଣି, ଆଖିକୁ ଭଲ ଦିଶୁନାହିଁ କି କାନକୁ ଭଲ ଶୁଭୁନାହିଁ, ଟିକେ ପାଖକୁ ଆସ, ମୁଁ ସବୁ କଥା ବିଚାର କରି କହିବି। କୁମ୍ଭୀର ନଈ କୂଳକୁ ଲାଗି ଆସିଲା। ପିଲାଟି ଏଥର ଏକା ଡିଆଁକେ କୂଳରେ ହାଜର। ବିଲୁଆ କହିଲା, ଏଥର ମାର ଡିଆଁ। ପିଲାଟି ତାକୁ ଦଣ୍ଡବତଟିଏ ପକାଇ ପଳାଇଗଲା। କହିଲା, ବିଲୁଆ ନନା, ତମକୁ 100 ଦଣ୍ଡବତ, ତୁମେ ଆଜି ମୋ ଜୀବନ ରଖିଲ। କୁମ୍ଭୀର ବିଚରା ଆଉ କରେ କ'ଣ? ବିଲୁଆ ଉପରେ ରାଗି କରି ପାଣିରେ ଖାଲି ଲାଞ୍ଜ ପିଟିଲା। ବିଲୁଆ ଉପରେ ଥାଇ କହିଲା, ଯା ଯା, ତୋ ଭଳି ଅବିଶ୍ୱାସୀ ଆଉ କେହି ନାହିଁ। ଯିଏ ତୋର ଉପକାର କଲା ତାକୁ ତୁ ଖାଇବୁ ବୋଲି କହୁଛୁ? ଛି। ଏହା କହି ବିଲୁଆ ତା ବାଟରେ ଚାଲିଗଲା। ତେଣୁ ବନ୍ଧୁମାନେ, ଯିଏ ଆମର ଉପକାର କରେ ତାହାର ମଧ୍ୟ ଆମେ କିଭଳି ଉପକାର କରିପାରିବା ସେହି କଥା ଚିନ୍ତା କରିବା ଉଚିତ। କୃତଘ୍ନ ହୋଇ ତାହାର କେବେ ଅମଙ୍ଗଳ ଚିନ୍ତା କରିବା ଉଚିତ ନୁହେଁ। ହେଇପାରେ ଆମେ ତାକୁ ସାହାଯ୍ୟ ନ କରିପାରନ୍ତି, କିନ୍ତୁ ତାହାର କେବେ ଅମଙ୍ଗଳ ଚିନ୍ତା କରିବା ନାହିଁ। ଆଶା କରୁଛି ଏହି କାହାଣୀଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଧନ୍ୟବାଦ।